ଆମ ଭିତରେ ଜ୍ଞାନାଗ୍ନି କେମିତି ଜଳି ଉଠିବ, ସେଥିପାଇଁ ଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବା, ଗୁରୁଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା, ଆଉ ନିଷ୍ଠାର ସହିତ ପ୍ରାକ୍ଟିସ୍ ୱିଥ୍ ଲଭ୍, ପ୍ରାକ୍ଟିସ୍ ୱିଥ୍ ଲଭ୍, ପ୍ରେମର ସହିତ, ଭକ୍ତିର ସହିତ, ଭାବର ସହିତ ଯଦି ଆମେ କ୍ରିୟା ଅଭ୍ୟାସ କରି 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 ଚାଲିବା, ତାହେଲେ ଆମ ଭିତରେ ଜ୍ଞାନାଗ୍ନି ଜଳି ଉଠିବ, ଅର୍ଥାତ୍ ପରାବସ୍ଥା ହେବ। ପରାବସ୍ଥା ହେଲେ ଆମ ଭିତରେ ଜ୍ଞାନର ଅଗ୍ନି ଜଳି ଉଠିବ। ତେଣୁ ଯେପର୍ଯ୍ୟନ୍ତ ଆମର ପରାବସ୍ଥା ନ ହେଇଛି, ଆମ ଭିତରେ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ ହିଁ ରହିବ। କ୍ରିୟମାଣରୁ ସୃଷ୍ଟି ହୁଏ ସଞ୍ଚିତ ଓ ପ୍ରାରବ୍ଧ। ଆମେ ଯାହା ଭୋଗ କରୁଛେ ତାହା ହେଉଛି ପ୍ରାରବ୍ଧ। ଯାହା ଭୋଗ ନ ହୋଇ ଆମ ଚିତ୍ତରେ ବୃତ୍ତି ଆକାରରେ ଅଛି, ତାହା ହେଉଛି ସଞ୍ଚିତ।